ରହିଯାଅ ଭିଡ଼ିଓଟିକୁ କେହି ବି ସ୍କିପ୍ କରନ୍ତୁନି। ଯଦି ଏ ଭିଡ଼ିଓଟିକୁ ଆପଣମାନେ ସ୍କିପ୍ କରିଦେବେ ତାହେଲେ ଆମ ପ୍ରଭୁଙ୍କର ଏତେ ବଡ଼ ବିଶାଳକାୟ ମୂର୍ତ୍ତି ଆପଣମାନେ ଦେଖିପାରିବେନି। ଦେଖନ୍ତୁ ଆମ ବଜରଙ୍ଗବାଲୀଙ୍କର କେଡ଼େ ବଡ଼ ମୂର୍ତ୍ତି। ତ ଏଇଟା କେଉଁ ଜାଗାର ଯଦି ଆପଣମାନେ ଜାଣିଥିବେ ତାହେଲେ ମୋତେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ଆଉ ଯଦି ଜାଣିନାହାନ୍ତି ଭିଡ଼ିଓଟିକୁ ମୂଳରୁ ଶେଷ ଯାଏ ଦେଖନ୍ତୁ। ତ ମୁଁ ଭିଡ଼ିଓ ଲାଷ୍ଟରେ କହିଦେବି ଏଇଟା କେଉଁ ଜାଗା। ତ ଦେଖନ୍ତୁ ଆମ ପ୍ରଭୁଙ୍କର ଏଇ ବିଶାଳକାୟ ମୂର୍ତ୍ତି। ତ ଆପଣମାନେ ଭିଡ଼ିଓଟିକୁ ଜମା ବି ଅଣଦେଖା କରନ୍ତୁନି, ଶୀଘ୍ର ଯାଆନ୍ତୁ। ଭିଡ଼ିଓଟିକୁ ଲାଇକ୍ କମେଣ୍ଟ ସେୟାର ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ଆଉ କମେଣ୍ଟରେ ଯାଇକି ଲେଖିଦିଅ ଜୟ ବଜରଙ୍ଗବାଲି। ତ ଦେଖନ୍ତୁ କେହି ବି ଅଣଦେଖା କରନ୍ତୁନି। ତ ଅଣଦେଖା କେମିତି କରିବେ, ଇଏ ପରା ଆମ ବଜରଙ୍ଗବାଲୀଙ୍କ ଭିଡ଼ିଓ। ବହୁତ ବଡ଼ ବିଶାଳକାୟ ମୂର୍ତ୍ତି ଦେଖନ୍ତୁ। ତାଙ୍କ ଚାରିପଟେ ବି ବହୁତ ବଡ଼ ହନୁମାନ ଅଛନ୍ତି। ତ ଦେଖିଲେ ତ ପୁରା ମନ ଆତ୍ମା ପୁରା ଶାନ୍ତି ହେଇଯିବ। ଏ ବିଶାଳକାୟ ମୂର୍ତ୍ତି ବିରାଟ ବଡ଼ ବିଶାଳକାୟ ମୂର୍ତ୍ତି। ତ ଦେଖନ୍ତୁ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ତ ଦେଖେଇଦେଲି ମାନେ ଆମ ହନୁମାନଙ୍କର କେଡ଼େ ବଡ଼ ବିଶାଳକାୟ ମୂର୍ତ୍ତି। ତ ଇଏ ମୂର୍ତ୍ତିଟି ହେଉଛି ଭଦ୍ରକ ଜିଲ୍ଲାର। ତ ଯାଆନ୍ତୁ, ଫଟାଫଟ ଯାଆନ୍ତୁ, କମେଣ୍ଟରେ ଜୟ ବଜରଙ୍ଗବାଲି ଲେଖନ୍ତୁ। ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ଆଉ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଭଲରେ ରୁହନ୍ତୁ। ଜୟ ବଜରଙ୍ଗବାଲି।